ବର୍ଷା ଋତୁରେ ପଲ୍ଲୀର ଶୋଭା ବର୍ଣ୍ଣନା। ଉପକ୍ରମ। ଭାରତୀୟ ସମାଜ ପଲ୍ଲୀସେବୀ। ପଲ୍ଲୀ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ପଲ୍ଲୀର ଏ ନୈସର୍ଗିକ ଶୋଭା ସମ୍ପଦ ଯୁଗେ ଯୁଗେ କବି, ଲେଖକ, ଭାବୁକ ଓ ଦାର୍ଶନିକମାନଙ୍କୁ ଆକୃଷ୍ଟ କରି ଆସିଛି। ଋତୁଚକ୍ରର ଆବର୍ତ୍ତନରେ ପଲ୍ଲୀ ନବ ନବ ସୁଷମାରେ ବିମଣ୍ଡିତ ହୋଇଥାଏ। ଏ ପରିପ୍ରେକ୍ଷୀରେ ପ୍ରକୃତି କବି ସ୍ୱର୍ଗତ ଚନ୍ଦ୍ରମୋହନ ମହାରଣାଙ୍କ ରଚିତ ବର୍ଷା ଆଗମନ କବିତାର କ୍ରିୟୋଦାଂଶ ସ୍ମରଣକୁ ଆସିପାରେ। ଗ୍ରୀଷ୍ମ ସହଚର ବରଷା କାଳ, ଗଗନେ ଉଇଁଲା ଜଳଦମାଳ, ବାୟୁମୁଖେ ନବ ଘନ ଚଳିଲା, କ୍ଷଣେ ସେହି ଅନ୍ତରିକ୍ଷେ ବ୍ୟାପିଲା, ଚମକେ ଚପଳା, ଗର୍ଜି ବଜ୍ର ଗର୍ଜନ କଲା। ବାତ୍ୟାର ବିଭୀଷିକା, କ୍ଷଣପ୍ରଭାର ଝଲକ, ବଜ୍ରର ଗର୍ଜନ, ଜଳଦର ମନ୍ଦ୍ରଧ୍ୱନି ଓ ପ୍ରାବୃଟର ବର୍ଷଣରେ ନଗରର ଜୀବନଧାରା ବ୍ୟାହତ ହେଲା। କିନ୍ତୁ କର୍ମମୁଖର ପଲ୍ଲୀଭୂମି ଚଳଚଞ୍ଚଳ ହୋଇ ଉଠିଲା। ନିଦାଘ ଗ୍ରୀଷ୍ମ ଋତୁ ପୃଥିବୀ ବକ୍ଷରୁ ବିଦାୟ ନେଇ ଧରାଧାମରେ ଅବତୀର୍ଣ୍ଣ ହେଲା ବର୍ଷା ଋତୁ। ତା ଫଳରେ ପ୍ରକୃତି ବକ୍ଷରେ ବିପୁଳ ପଲ୍ଲୀ ଜୀବନର ପ୍ରବାହ କର୍ମକଲ୍ଲୋଳରେ ଉଦ୍ବେଳିତ ହେଲା। ବର୍ଷା ଋତୁରେ ପଲ୍ଲୀର ପ୍ରକୃତି ଓ ଆକାଶର ଦୃଶ୍ୟ। ବର୍ଷାକାଳୀନ ପଲ୍ଲୀ ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ। ବର୍ଷାର ଆଗମନରେ ପଲ୍ଲୀର ଶୁଷ୍କ ନିରସ ଧୂସର ବକ୍ଷ ଉପରେ ନୂତନ ସବୁଜିମାର ପ୍ରଲେପ ପଡ଼ିଯାଏ। ନିଷ୍ପ୍ରାଣ ବନାନୀର ନୂତନ ପ୍ରାଣ ସଞ୍ଚାର ହୁଏ। ଶୁଷ୍କ ପ୍ରାନ୍ତର ଶ୍ୟାମଳ ଦୁର୍ବାଦଳରେ ପୁନଶ୍ଚ ବିମଣ୍ଡିତ ହୁଏ। ଦିଗ୍ବଳୟ ବ୍ୟାପୀ ସବୁଜ ଶସ୍ୟକ୍ଷେତ୍ର ପଲ୍ଲୀର ସୌନ୍ଦର୍ଯ୍ୟକୁ ଶତଗୁଣରେ ବର୍ଦ୍ଧନ କରିଥାଏ। ସେହି ଦିଗନ୍ତ ବିସ୍ତାରିତ ଦୃଶ୍ୟାବଳୀର ମାଟିର ସନ୍ତାନ କୃଷକ ଆତ୍ମବିଭୋର ହୁଏ। ଅବାରିତ ବାରିଧରାକୁ ସେ ଭୋଗ୍ୟ ନପରି କର୍ମତତ୍ପର ହୁଏ। ପଲ୍ଲୀ ପୁଷ୍କରିଣୀରେ ଜଳଭରା ହୋଇ ଜଳଚର ପ୍ରାଣୀମାନେ ଆତ୍ମସନ୍ତୋଷ ଲାଭ କରନ୍ତି। ଜଳପୂର୍ଣ୍ଣ ନଦୀଘାଟରୁ ଚଳଚଞ୍ଚଳ ପାଦରେ ପଲ୍ଲୀବଧୂ ଓ କନ୍ୟାମାନେ କାଖରେ ପୂର୍ଣ୍ଣ ଜଳର କଳସୀ ଧରି ହସ ହସ ବଦନରେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି। ବର୍ଷା ଜଳରେ ଚଲାପଥ ହୁଏ କର୍ଦ୍ଦମାକ୍ତ। ସେହି କର୍ଦ୍ଦମାକ୍ତ ରାସ୍ତାରେ ପଲ୍ଲୀ ଶିଶୁଗଣ କ୍ରୀଡ଼ା କୌତୁକରେ ନିର୍ଘାତ କଚଡ଼ା ଖାଆନ୍ତି। କାଦୁଅ ପଙ୍କରେ ତାଙ୍କର ଶରୀର ଓ ମୁଖମଣ୍ଡଳ ବିକୃତ ହୁଏ। ଗ୍ରାମ୍ୟ ପୁଷ୍କରିଣୀ, ତଡ଼ାଗ, କୂପ ବର୍ଷା ଜଳ ଦ୍ୱାରା ପୂର୍ଣ୍ଣ ଗର୍ଭା ହୁଅନ୍ତି। ସରସୀ ଓ ତଡ଼ାଗରେ ମତ୍ସ୍ୟ, ମରାଳ, ଜଳଚର ଜୀବ ଆନନ୍ଦରେ ସନ୍ତରଣ କରନ୍ତି। ବାଉଁଶ ବଣରେ ଡାହୁକମାନେ ରାବ କରି ପଲ୍ଲୀର ନିସ୍ତବ୍ଧତାକୁ ଭଙ୍ଗ କରନ୍ତି। ଝରଣାର ନିର୍ମଳ ସ୍ୱଚ୍ଛ ଜଳ କୁଳୁକୁଳୁ ନାଦରେ ସଙ୍ଗୀତ ଗାନ କରନ୍ତି। କୋକ ଦମ୍ପତି ନଦୀ ପୁଷ୍କରିଣୀ ପରିତ୍ୟାଗ କରନ୍ତି। ବିକଟ ଧ୍ୱନିରେ ପଲ୍ଲୀ ପ୍ରକମ୍ପିତ ହୁଏ। ପଲ୍ଲୀ ଭୂଇଁର ଶ୍ୟାମ ଦୁର୍ବାଦଳ ଉପରେ ନାଲି ଟୁକୁଟୁକୁ ସାଧବ ବୋହୂର ମନ୍ଥର ଗତି ଅତ୍ୟନ୍ତ ପ୍ରୀତିପଦ। ସତେ ଯେପରି ସବୁଜ ଗାଲିଚା ଉପରେ ମର୍କତମଣି ଖଚିତ ହୋଇ ଗ୍ରାମର ଶୋଭାକୁ ଦ୍ୱିଗୁଣିତ କରୁଛି। ବଦୁରାର ବିକଟ ଚିତ୍କାର ପଲ୍ଲୀର ଶାନ୍ତ ନିସ୍ତବ୍ଧ ପରିବେଶକୁ ମୁଖରିତ କରିଥାଏ। ଗାଁ ଦାଣ୍ଡରେ ପ୍ରବାହିତ ବର୍ଷା ଜଳରେ ଛୋଟ ଛୋଟ ଶିଶୁମାନେ କାଗଜ ଡଙ୍ଗା ଭସାଇ ଉଲ୍ଲସିତ ହୋଇ ଉଠନ୍ତି। ସତେ ଯେପରି ପ୍ରାଚୀନ ଉତ୍କଳର ନୌବାଣିଜ୍ୟକୁ ଦେଶର ଭବିଷ୍ୟତ ନାଗରିକ ଶିଶୁଗଣ ଉଜ୍ଜୀବିତ କରାଇବା ଭଳି ପ୍ରତୀୟମାନ ହୋଇଥାଏ। ବର୍ଷା ହେଉଥିବା ସମୟରେ ଚାଳରୁ ଓଳିପାଣି ଗଡ଼ି କ୍ଷୁଦ୍ର କ୍ଷୁଦ୍ର ପାଣି ଫୋଟକା ସୃଷ୍ଟି ହେଉଥାଏ। ସେହି ଫୋଟକା ମୁହୂର୍ତ୍ତକ ମଧ୍ୟରେ ଫାଟିଯାଇ ମନୁଷ୍ୟ ଜୀବନର କ୍ଷଣଭଙ୍ଗୁରତା ସମ୍ପର୍କରେ ସୂଚନା ଦେଇଥାଏ। ବର୍ଷା ଋତୁରେ କେଳି, କଦମ୍ବ, କିଆ, କେତକୀ, ମଲ୍ଲୀ, ମାଳତୀ, ଟଗର, ତରାଟ, ନିଆଳି, ସେବତୀ ଓ ହରଗୌରା ପ୍ରଭୃତି ଫୁଲ ଫୁଟି ପଲ୍ଲୀ ରାଣୀକୁ ପୁଷ୍ପ ସମ୍ଭାରରେ ସଜ୍ଜିତ କରିଥାଏ। ମନ୍ଦ ମନ୍ଦ ସମୀରଣ ବୋହିବାରେ ସେହି ସୁରଭିତ ପଲ୍ଲୀର ଚତୁଃପାର୍ଶ୍ୱକୁ ମହକିତ କରିଥାଏ। ପଲ୍ଲୀର ଗୃହକର୍ତ୍ତାମାନେ ନିଜ ନିଜର ବାଡ଼ି ବଗିଚାରେ ଜହ୍ନି, ଭେଣ୍ଡି, କାକୁଡ଼ି, ବାଇଗଣ, କଖାରୁ ଇତ୍ୟାଦି ପନିପରିବା ଲଗାଇ ଆତ୍ମସନ୍ତୋଷ ଲାଭ କରିଥାନ୍ତି। ବର୍ଷାକାଳୀନ ପଲ୍ଲୀର ଆକାଶ ଅତ୍ୟନ୍ତ ମନୋରମ ଥାଏ। ବର୍ଷା ଆଗମନରେ ଆକାଶ ଘନ କୃଷ୍ଣ ବାଦଲରେ ଆଚ୍ଛାଦିତ ହୋଇଥାଏ। ମେଘ କୋଳରେ ଚପଳା ମାରି ମୁହୂର୍ତ୍ତକ ମଧ୍ୟରେ ଆକାଶକୁ ଆଲୋକିତ କରେ। ବେଳ ଉଢ଼ାଳରେ ସୂର୍ଯ୍ୟ ଉଙ୍କି ମାରନ୍ତି। ସମୟ ସମୟ ମେଘ ଘଡ଼ଘଡ଼ିରେ ଆକାଶ ପ୍ରକମ୍ପିତ ହୋଇ ଉଠେ।
ବେଳେବେଳେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଆକାଶରେ ପଡ଼ି ଆକାଶର ଶୋଭାକୁ 200 ଗୁଣରେ ବର୍ଦ୍ଧିତ କରିଥାନ୍ତି। ଆକାଶରେ ମେଘମାଳା ଭାସମାନ ବୋଇତ ସଦୃଶ ପ୍ରତୀୟମାନ ହୋଇଥାନ୍ତି। ଘନକୃଷ୍ଣ ବାଦଲ ବକ୍ଷରେ ବକପଙ୍କ୍ତିଙ୍କ ଉଡ୍ଡୀୟମାନ ଦୃଶ୍ୟ କବି ଭାବୁକ ଦର୍ଶକମାନଙ୍କ ପ୍ରାଣରେ ଅପୂର୍ବ ଆହ୍ଲାଦ ସୃଷ୍ଟି କରିଥାନ୍ତି। ଅନେକ ସମୟରେ କଳାହାଣ୍ଡିଆ ମେଘ ପଲ୍ଲୀ ପ୍ରାଣରେ ଭୀତି ସଞ୍ଚାର କରିଥାଏ। ଅନନ୍ତ ଆକାଶ ବକ୍ଷରେ ଭାସମାନ ମେଘଖଣ୍ଡ ବାୟୁଚାଳିତ ହୋଇ ଗିରିମାଳାର ସବୁଜ ଅଙ୍କରେ କ୍ରୀଡ଼ା କରନ୍ତି। ସେହିପରି ପଲ୍ଲୀ ସନ୍ନିକଟ ପର୍ବତର ଦୃଶ୍ୟ ଅତୀବ ମନୋରମ। ଶୈଳର ନୀଳ ବିଗ୍ରହରେ ଧବଳ ଅଭ୍ରଖଣ୍ଡ ପଲ୍ଲୀର ସୌନ୍ଦର୍ଯ୍ୟକୁ ବହୁଗୁଣରେ ବର୍ଦ୍ଧିତ କରିଥାଏ। କବିବର ରାଧାନାଥଙ୍କ ଭାଷାରେ ତାର ଭବ୍ୟ ଚିତ୍ର ଶତମୁଖ ହୋଇ ଉଠିଛି। ଯଥା ଠାବେ ଠାବେ ଶୈଳ ନୀଳ ବିଗ୍ରହେ ଧବଳ ଅଭ୍ରଖଣ୍ଡ କି ଶୋଭା ପାଏ। ପୁନଶ୍ଚ ବର୍ଷିଳ ଆକାଶର ଶୋଭା ଅତୀବ ଚିତ୍ତାକର୍ଷକ। ଏପରିକି ଶିଶୁର ଅଭିମାନୀ ମୁହଁ ଭରି ଭାରାକ୍ରାନ୍ତ ହୋଇଥାଏ। ଯେକୌଣସି ମୁହୂର୍ତ୍ତରେ ବର୍ଷିଯିବାର ସକଳ ସମ୍ଭାବନା ଯେପରି ଆକାଶ ଦେହରେ ଖୁନ୍ଦି ହୋଇ ରହିଥାଏ, ସେହିପରି ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ କିରଣରେ ଆକାଶ ଦିଶେ ଉଗ୍ର ଓ ଭୟଙ୍କର। ରାତି ହେଲେ ଆକାଶର ରୂପ ଆହୁରି ଉତ୍କଟ ହୋଇ ଉଠେ। ମେଘର ଘମାଘଟ ଘଡ଼ଘଡ଼ି ଶବ୍ଦରେ ଆକାଶରେ ଆତସବାଜି ଫୁଟିଲା ପରି ପ୍ରତୀୟମାନ ହୋଇ ଅନ୍ଧକାର ରାତ୍ରିରେ ମନୁଷ୍ୟର ହୃଦୟ ପ୍ରକମ୍ପିତ ହୋଇ ଉଠେ। ରାତ୍ରିର ଆକାଶରେ ବାଦଲ ଭିତରେ ଜହ୍ନ ଓ ଅସଂଖ୍ୟ ତାରାର ଅସ୍ତିତ୍ୱକୁ କଳନା କରିହୁଏ ନାହିଁ। ବର୍ଷାକାଳୀନ ପର୍ବପର୍ବାଣୀ ଓ ଯାନିଯାତ୍ରା। ବର୍ଷା ଋତୁ ପ୍ରାରମ୍ଭରେ ପଡ଼ୁଥିବା ରଜ ପର୍ବ ଓଡ଼ିଶାବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳାଇ ଦିଏ। ଏହା ବ୍ୟତୀତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଝୁଲଣ ଯାତ୍ରା, ରାକ୍ଷୀ ପୂର୍ଣ୍ଣିମା ଇତ୍ୟାଦି ପର୍ବକୁ ପଲ୍ଲୀ ଜନତା ଆନନ୍ଦ ସହକାରେ ପାଳନ କରିଥାନ୍ତି। ଏହି ପର୍ବପର୍ବାଣୀରେ ଘରେ ଘରେ ପ୍ରସ୍ତୁତ କରାଯାଉଥିବା ପିଠାପଣାକୁ ମଧ୍ୟ ଭୁଲିବାର ନୁହେଁ। ବର୍ଷାର ରିମଝିମ୍ ସଙ୍ଗୀତ ସହିତ ବିଭିନ୍ନ ପର୍ବପର୍ବାଣୀ ପଲ୍ଲୀ ଜୀବନରେ ମାଦକତା ଆଣିଥାଏ। ବର୍ଷା ଋତୁରେ ପଲ୍ଲୀବାସୀଙ୍କ ଅସୁବିଧା। ବର୍ଷା ଋତୁରେ ଅତ୍ୟଧିକ ବର୍ଷା ହେଲେ ନଦୀରେ ବନ୍ୟା ଆସେ। ନଦୀ ସ୍ରୋତରେ ନଦୀର ବନ୍ଧବାଡ଼ ଭାଙ୍ଗି କୂଳ ପ୍ଲାବନ କରେ। ଗାଁ ଗଣ୍ଡା, ଗୋରୁଗାଈ, ଘରଦ୍ୱାର, ମନୁଷ୍ୟ, ଜୀବଜନ୍ତୁ, ଧନରତ୍ନ ଇତ୍ୟାଦି ନଦୀ ଜଳରେ ଭାସିଯାଏ। ସେତେବେଳେ ଜଳଚର ପ୍ରାଣୀମାନଙ୍କ ଉପଦ୍ରବ ବଢ଼ି ଚାଲେ। ଏହି ସମୟରେ ମଧ୍ୟ ନାନା ପ୍ରାକୃତିକ ବିପର୍ଯ୍ୟୟ ତଥା ଦୈବୀ ଦୁର୍ବିପାକ ଘଟି ଅସଂଖ୍ୟ ଧନଜୀବନ ହାନି ଘଟିଥାଏ। ବଢ଼ି ସମୟରେ ନଦୀକୂଳିଆ ଲୋକମାନେ ଗୃହଶୂନ୍ୟ ହୋଇ ନଦୀବନ୍ଧରେ ଆଶ୍ରୟ ନେଇଥାନ୍ତି। ସରକାରଙ୍କ ତରଫରୁ ବିପନ୍ନ ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଥାଏ। ବର୍ଷା ଜଳ ଲୋକମାନଙ୍କର ଯେପରି ଉପକାର ସାଧିତ କରିଥାଏ, ଅତ୍ୟଧିକ ବର୍ଷା ଜଳରେ ମଧ୍ୟ ଲୋକମାନଙ୍କର ସେହିପରି ବିଶେଷ କ୍ଷତି ଘଟିଥାଏ। ତେଣୁ କବିଙ୍କ ଭାଷାରେ ଜଳ ବିହୁନେ ସୃଷ୍ଟିନାଶ, ଜଳ ଗହଳେ ସୃଷ୍ଟିନାଶ। ଉପସଂହାର। କେତେକ ପ୍ରାକୃତିକ ବିପର୍ଯ୍ୟୟକୁ ବାଦ୍ ଦେଲେ ପଲ୍ଲୀ ଭୂଇଁରେ ବର୍ଷା ଋତୁର ଆବିର୍ଭାବ ବେଶ୍ ଉପଯୋଗ୍ୟ ଓ ଆନନ୍ଦଦାୟକ। ବର୍ଷାକାଳ ପଲ୍ଲୀ ଜୀବନରେ ନାନା ସୁଖ ସ୍ୱାଚ୍ଛନ୍ଦ୍ୟ ଭରି ଦେଇଥାଏ। ପଲ୍ଲୀବାସୀଙ୍କ ପାଇଁ ଏହି ଋତୁଟି ଅତ୍ୟନ୍ତ ମଙ୍ଗଳଦାୟକ। ଏଣୁ ଭକ୍ତକବି ମଧୁସୂଦନଙ୍କ ଭାଷାରେ ବରଷା କାଳ ଅଟେ ମଙ୍ଗଳକାରୀ, ପାଳଇ ପରଜାଙ୍କୁ ବରଷିବାରି। ସେହିପରି ପଲ୍ଲୀର ବର୍ଷାକାଳୀନ ଶୋଭା ଅତ୍ୟନ୍ତ ଉପଭୋଗ୍ୟ ତଥା ମନୋରମ। ଏପରିକି ପଲ୍ଲୀର ଶୁଷ୍କ ନିରସ ବକ୍ଷ ବର୍ଷାକାଳରେ ରସସିକ୍ତ ଓ ଜୀବନ୍ତ ହୋଇ ଉଠେ। କବି, ସାହିତ୍ୟିକ, ଭାବୁକ ତଥା ଦାର୍ଶନିକଙ୍କ ଲେଖନୀ ମୁନରେ ଏହି ଋତୁର ବର୍ଣ୍ଣନା ଶତମୁଖ ହୋଇ ଉଠେ। ଯଥାର୍ଥରେ ବର୍ଷା ଋତୁ ହେଉଛି ପଲ୍ଲୀ କୃଷକର ବନ୍ଧୁ ଓ ଉଦ୍ଭିଦମାନଙ୍କର ମିତ୍ର। ଧନ୍ୟବାଦ।